ଆଜି ଥିଲା ଦୀପାବଳି ଭାବିଲି ହଷ୍ଟେଲରେ କାହିଁକି ରହିବି ଯାଉଛି ଘରକୁ ପଳେଇବି ତ ଘରେ ଯାଇ ପହଞ୍ଚି ଦେଖିଲା ବେଳକୁ ମଦର ଇଣ୍ଡିଆ ଆମର ଦୀପାବଳି ପାଇଁ ସାଫ ସଫାଇ କରୁଛନ୍ତି। ତ ମୁଁ କିଛି ଟିଫିନ୍ କରିସାରିଲା ପରେ ଭାବିଲି ଯାଉଛି କିଛି ହାଲକା ଫୁଲକା ରୋଷେଇ କରିଦେବି। ତ ରୋଷେଇ ସରିଲା ବେଳକୁ ବର୍ଷା ବାପରେ ବାପ। ତ ଭାବିଲି ଆଜି ଦୀପାବଳିଟା ନା ପୁରା ମାନ୍ଦା ପଡ଼ିଯିବ କିନ୍ତୁ ଯାହା ହଉ ବର୍ଷା ଛାଡ଼ିଗଲା। ରିୟାନ୍ ସିଆନ୍ ଏଠି ବାଣ ଫୁଟାଉଛନ୍ତି ଝୁରଝୁରି ଲଗାଉଛନ୍ତି। ସିଆନ୍ ତ ପୁରା ଡରୁଛି। ତ ତାପରେ ସନ୍ଧ୍ୟା 6ଟା ବେଳେ ବବଲୁର ମୋର ବାହାରି ଗଲୁ ମୁଭି ଦେଖିବାକୁ। ତ ଭୁବନେଶ୍ୱର ତ ଆଜି ପୁରା ଲାଇଟ୍ରେ ସଜେଇ ହେଇଛି। ତ ବବଲୁ କହିଲା କି ନାନୀ ବାଣ ଫୁଟେଇ କାହିଁକି ପରିବେଶ ପ୍ରଦୂଷଣ କରିବା, ଚାଲ ଆମେ ମୁଭି ଦେଖି ପଳେଇବା। ମୁଁ କହିଲି ଆଚ୍ଛା ଠିକ୍ ଅଛି। ତାପରେ ଆମେ ଯାଇକି ମଲ୍ରେ ପହଞ୍ଚିଲା ପରେ ତ ମୁଭିର ଟାଇମ୍ ହେଇନଥିଲା, ସେଥିପାଇଁ ଆମେ ଟିକେ ପପକର୍ନ ଆଉ ଗୋଟେ ପାଣି ବୋଟଲ ନେଇ ଆସିଲୁ। ତାପରେ ହଲ୍ ଭିତରକୁ ପଶିଲୁ। ମୁଭିକି ତ ଆମେ ବହୁତ ଏନ୍ଜୟ କଲୁ। ଯେଉଁମାନେ ଦେଖିକି ଜାଣିପାରୁଥିବେ ଏଇଟା କେଉଁ ମୁଭି ତାହେଲେ କମେଣ୍ଟ ମାଧ୍ୟମରେ ମୋତେ ନିହାତି ଜଣେଇବେ। ତ ମୁଭିଟା ବହୁତ ଭଲ ହେଇଥିଲା। ତ ମୁଭି ସରିଲା ପରେ ବବଲୁ କହିଲା କି ନାନୀ କିଛି ଖାଇବା, ମୁଁ କହିଲି ନାଇଁ ଘରେ ଖାଇବା। ତାପରେ ଘରକୁ ଗଲୁ, ରହିଲି, ନମସ୍କାର। ପୁଣି ଦେଖା ଗୋଟେ ନେକ୍ସଟ ସର୍ଟ ବ୍ଲଗ୍ରେ।